ଆପଣଙ୍କ ସାମ୍ନାରେ ଗୋଟିଏ ଜାତକ ଅଛି। ତାଙ୍କର ଡେଟ୍ ଅଫ୍ ବର୍ଥ ହେଉଛି 10 ଏପ୍ରିଲ 1999। ଜନ୍ମ ସମୟ ହେଉଛି ସକାଳ 9:25 AM। ଜନ୍ମସ୍ଥାନ ହେଉଛି ଲୁଧିଆନା, ପଞ୍ଜାବ। ତେବେ ଚାଲନ୍ତୁ ତାଙ୍କ ଜାତକର ପୁରା ଆନାଲିସିସ୍ କରିବା। କ'ଣ ଅଛି କ'ଣ ନାହିଁ ଆପଣ ସ୍କ୍ରିନ୍ରେ ଦେଖିପାରୁଥିବେ ତାଙ୍କ ଜାତକ। ତାଙ୍କର ହେଉଛି ବୃଷଭ ରାଶି ଆଉ ବୃଷଭ ଲଗ୍ନ। ଆପଣ ଦେଖନ୍ତୁ ଲଗ୍ନରେ ବସିଛନ୍ତି ଚନ୍ଦ୍ରମା, ବୃହସ୍ପତି, ମଙ୍ଗଳ, ଚତୁର୍ଥ ଘରେ କେତୁ, ଦଶମରେ ରାହୁ, ଅଷ୍ଟମରେ ଶନି, ଆଉ ଏକାଦଶରେ ଶୁକ୍ର ଆଉ ରବି, ଆଉ ଦ୍ୱାଦଶରେ ବୁଧ। ଆପଣ ପ୍ରଥମେ ଦେଖନ୍ତୁ ଲଗ୍ନରେ ଆସିକି ମଙ୍ଗଳ, ବୃହସ୍ପତି, ଚନ୍ଦ୍ରମା ତିନିଟାକ ବସିଯାଇଛନ୍ତି। ଚନ୍ଦ୍ରମା ହେଉଛନ୍ତି ତାଙ୍କର ତୃତୀୟାଧିପତି। ଯେତେବେଳେ ଆପଣ ତୃତୀୟାଧିପତି ଲଗ୍ନରେ ଆସିକି ବସିଯାଏ ଆପଣ ଦେଖି କେଉଁଠି ନା କେଉଁଠି ଆପଣ ନିଜର ଛୋଟ ଭାଇ ଭଉଣୀମାନଙ୍କୁ ନେଇକି ୟା ଫିର୍ ଆପଣଙ୍କ ମାଇଣ୍ଡ ସେଟ୍ ହେଇଯିବ ଯେ ମୋତେ ପରାକ୍ରମ ପୁରୁଷାର୍ଥ କରିକି ସବୁ ଜିନିଷ ହାସଲ କରିବାର ଅଛି। এই ମାଇଣ୍ଡ ସେଟ୍ ଆପଣଙ୍କର ହେଇଯାଏ। ତା ସହିତ ତାଙ୍କର ଜନ୍ମ ନକ୍ଷତ୍ର ହେଉଛି ରୋହିଣୀ ନକ୍ଷତ୍ର। ରୋହିଣୀ ନକ୍ଷତ୍ର ଏମିତି ଗୋଟେ ନକ୍ଷତ୍ର ଯେଉଁମାନେ ଟିକେ ଅଧିକ ରୋମାଣ୍ଟିକ୍ ଥାନ୍ତି। ତା ସହିତ ଏମାନଙ୍କର କଳା ପ୍ରତି ଟିକେ ଅଧିକ ଭଲ ପାଇବା ଥାଏ, ବା କଳା ସିଙ୍ଗିଂ ହେଉ, ଡ୍ରଇଂ ହେଉ, ଯେତିକି ଆର୍ଟର ଯେତିକି ଜିନିଷ ରହିଲା କେଉଁଠି ନା କେଉଁଠି ତାଙ୍କ ପ୍ରତି ଟିକେ ତାଙ୍କର ଇଣ୍ଟରେଷ୍ଟ ବହୁତ ଅଧିକ ଥାଏ। ଆଉ ତା ସହିତ ଆପଣ ଦେଖନ୍ତୁ ତାଙ୍କ ଜାତକରେ ମଙ୍ଗଳ ମଧ୍ୟ ସପ୍ତମ ଲଗ୍ନରେ ଆସିକି ବସିଛି। ମଙ୍ଗଳ ଯିଏକି ସପ୍ତମର ଅଧିପତି ଆଉ ଦ୍ୱାଦଶ ଘରର ଅଧିପତି। ତେଣୁ ସପ୍ତମ ଘର ଅଧିପତି ତ ବିଜନେସ୍ କରିବା ବା ଲାଇଫ୍ ପାର୍ଟନରକୁ ନେଇକି ଅଧିକ ଟିକେ ପୋଜିଟିଭ୍ ରହିବା। ତା ସହିତ ଦ୍ୱାଦଶ ଘରର ଅଧିପତି, ତେଣୁ କେଉଁଠି ନା କେଉଁଠି ହେଲ୍ଥ ଇସ୍ୟୁଜ୍ ମଧ୍ୟ ଟିକେ ସିଏ କ୍ରିଏଟ୍ କରାଇ ଦେଉଥିବ, ଶରୀରର ହାନି ମଧ୍ୟ କରୁଥିବ। ତା ସହିତ ବୃହସ୍ପତି ମଧ୍ୟ ଲଗ୍ନରେ ବସିଛି, କିନ୍ତୁ ଏଇ ଜାତକ ପାଇଁ ବୃହସ୍ପତି ଜମାରୁ ଭଲ ନୁହେଁ। କାହିଁକିନା ବୃହସ୍ପତି ତାଙ୍କ ଜାତକରେ ଅଷ୍ଟମାଧିପତି ଆଉ ଏକାଦଶାଧିପତି ହୁଅନ୍ତି। ତେଣୁକରି ଗୋଟିଏ ପ୍ଲସ୍ ପଏଣ୍ଟ ହେଉଛି କ'ଣ, ତାଙ୍କ ଲାଇଫ୍ରେ ମାଇଣ୍ଡ ସେଟ୍ ସଦାବେଳେ ମୋତେ ପଇସା ଇନକମ୍ କରିବାର ଅଛି, କେଉଁଠୁ ନା କେଉଁଠୁ ପଇସା ଆଣିବାର ଅଛି। ସେଇଟା ଗୋଟେ ଦେଇଦିଏ ମାଇଣ୍ଡ ସେଟ୍, କିନ୍ତୁ ଲାଇଫ୍ରେ ବହୁତ ଅପ୍ସ ଡାଉନ୍ ଦେଖିବାକୁ ପଡ଼ିଥାଏ। ତା ସହିତ ଆପଣ ଦେଖନ୍ତୁ ଲଗ୍ନର ଅଧିପତି ଯିଏକି ଶୁକ୍ର, ସିଏ ଆସିକି ଦ୍ୱାଦଶ ଘରେ ବସିଛନ୍ତି, ଯେଉଁଟାକି ଏକ୍ସଲ୍ଟେଡ୍ ହେଇକି ବସିଛନ୍ତି, ବହୁତ ବଢ଼ିଆ କମ୍ବିନେସନ୍। ତା ସହିତ ରବି ଆଉ ଶୁକ୍ର ଏକାଠି ବସିଛନ୍ତି। ଯଦି ଆପଣ ଏହି ପର୍ଯ୍ୟନ୍ତ ସେଇ ଭିଡ଼ିଓ ଦେଖିନାହାନ୍ତି, ଯେଉଁ ଭିଡ଼ିଓରେ ମୁଁ ଡେସ୍କ୍ରାଇବ୍ କରି କହିଛି ଯେ ଶୁକ୍ର ସହିତ ରବି ବସିଲେ କ'ଣ ଫଳ ଦେବ, ପଇସା ଆସ୍ପେକ୍ଟରୁ କେମିତି ରହିବ, ତାହେଲେ ଜଲ୍ଦି ଯାଆନ୍ତୁ ସେଇ ଭିଡ଼ିଓ ଆଗ ଦେଖନ୍ତୁ। ତା ସହିତ ଯେହେତୁ ଲଗ୍ନାଧିପତି ଏକାଦଶ ଘରେ ଆଉ ଏକାଦଶାଧିପତି ଲଗ୍ନରେ ଆସିକି ବସିଛନ୍ତି, ତ କେଉଁଠି ନା କେଉଁଠି ଲାଇଫ୍ରେ ବହୁତ ପଇସା ମଧ୍ୟ ଦେଖିବେ, କିନ୍ତୁ ପଇସା ସେଭିଂ ହେଲା ବେଳକୁ ପ୍ରୋବ୍ଲେମ୍ ଆସିବ। କାହିଁକି ନା ଆପଣ ଦେଖନ୍ତୁ ତାଙ୍କ ଜାତକରେ ଦ୍ୱିତୀୟାଧିପତି ଯିଏକି ବୁଧ ଅଟନ୍ତି, ସିଏ ଆସିକି ଦ୍ୱାଦଶ ଘରେ ବସିଛନ୍ତି। ତେଣୁ ପଇସା କେଉଁଠି ନା କେଉଁଠି ସେଭିଂ କଲାବେଳକୁ ବହୁତ ପ୍ରୋବ୍ଲେମ୍ ଆସିବ। ତା ସହିତ ଶନି ମଧ୍ୟ ଅଷ୍ଟମରେ ବସିକି ଦ୍ୱିତୀୟ ଘରକୁ ଦେଖି ଦେଉଛି, ତେଣୁ ସେ ପଇସା ସେଭିଂ ଆପଣଙ୍କୁ କରିବାକୁ ହିଁ ଦେବନି। ତ ଆପଣ ଯେତେ ଚେଷ୍ଟା କରୁଥିବେ ଲିକ୍ୱିଡ଼ କ୍ୟାସ୍ ଯେଉଁଟା ଆଣି ଘରେ ରଖିବା ପାଇଁ, ବା କେଉଁଠୁ ଆଣିଲେ ଘରେ ଆଣିକି ରଖିଦେବା ପାଇଁ, କ'ଣ ନା କ'ଣ ସେ ବାହାନା କରିକି ସେ ପୁଣି ପଳାଇବ, ସେ ରହିବନି ଆପଣଙ୍କ ପାଖରେ। ତ ତାଙ୍କର ବର୍ତ୍ତମାନ ପ୍ରଶ୍ନ ଥିଲା ଯେ ସାର୍ ମୋର ଲୋନ୍ ବହୁତ ଅଧିକ ଅଛି, ମୁଁ ଶୁଝିପାରୁନି, କ'ଣ କରାଯିବ କ'ଣ ନାହିଁ। ଦେଖ ସେଇ ଜିନିଷ କାହିଁକିନା ଡିଫରେଣ୍ଟ ୱେରୁ ସେ ପଇସା ଦେଖୁଛନ୍ତି ସତ, କିନ୍ତୁ ଯେହେତୁ ଆଙ୍କ ଜାତକରେ ପଇସା ସେଭିଙ୍ଗସ୍ କଲାବେଳକୁ ପ୍ରୋବ୍ଲେମ୍ ଅଛି, ତ ସେଥିପାଇଁ କେଉଁଠି ନା କେଉଁଠି ସେ ଚେଷ୍ଟା କଲେ ମଧ୍ୟ ବି ସେ ସଲ୍ଭ କରିପାରୁନାହାନ୍ତି। କେଉଁଠି ନା କେଉଁଠି ପ୍ରୋବ୍ଲେମ୍ ସିଏ ଅଟୋମେଟିକାଲି କ୍ରିଏଟ୍ କରେ ହିଁ ଦେଉଛି। ଠିକ୍ ଅଛି। ତା ସହିତ ଆଉ ଗୋଟେ ଜିନିଷ ଦେଖନ୍ତୁ, ସେ ତାଙ୍କର ପ୍ରଶ୍ନ ଥିଲା ସେ ବିଦେଶ ଯିବା ପାଇଁ ଚାହୁଁଛନ୍ତି, ଫରେନ୍ରେ ସେଟଲ୍ ହେବା ପାଇଁ ଚାହୁଁଛନ୍ତି। ତ ଫରେନ୍ ଯଦି ସେଟଲମେଣ୍ଟ ଦେଖିବା, ତାହେଲେ ତାଙ୍କ ଚତୁର୍ଥ ଘରୁ ଆପଣଙ୍କର ମାତୃଭୂମି ବା ବର୍ଥ ପ୍ଲେସ୍ ଆପଣ ଦେଖନ୍ତି। ତ ଚତୁର୍ଥାଧିପତି ଯିଏକି ରବି, ସିଏ ଆସିକି ଏକାଦଶ ଘରେ ବସିଛି, ମାନେ ନିଜ ଘରୁ ଅଷ୍ଟମକୁ ପଳେଇଛି। ତ ତେଣୁ ସିଏ ଆପଣଙ୍କୁ ଘରଠୁ ଦୂରକୁ ଯିବା ପାଇଁ, ବାହାରେ ସେଟଲ୍ ହେବା ପାଇଁ, ବା ବାହାରକୁ ଯିବା ପାଇଁ କେଉଁଠି ନା କେଉଁଠି ଆପଣଙ୍କୁ ବହୁତ ହେଲ୍ପ କରିଥାଏ। ତା ସହିତ ମୁଁ ତାଙ୍କ ଜାତକ ଦେଖିକି ତାଙ୍କୁ କହିଲି ଯେ ଆପଣଙ୍କୁ ଘରେ ରହିବାକୁ କେତେବେଳେ ପସନ୍ଦ ଲାଗୁନଥିବ, ଆପଣ ଘର ବାହାରେ ଯେତେବେଳେ ରହୁଥିବେ ଆପଣ ବହୁତ ହାପି ଫିଲ୍ କରୁଥିବେ, ବହୁତ କମ୍ଫର୍ଟେବୁଲ୍ ଫିଲ୍ କରୁଥିବେ, କିନ୍ତୁ ଘରକୁ ଆସିଲା ବେଳେ ଆପଣଙ୍କୁ ବହୁତ କ୍ଲଞ୍ଜି ଲାଗୁଥିବ, ବାହାରକୁ ପଳେଇବି ଇଏ କରିବି। କାହିଁକି ନା ଦେଖନ୍ତୁ ତାଙ୍କ ଜାତକରେ କେତୁ ବସିଛି ଚତୁର୍ଥ ଘରେ। ତ କେତୁ ଯେତେବେଳେ ଚତୁର୍ଥ ଘରେ ଆସିଯାଏ ଆପଣଙ୍କଠୁ ସିଏ ଘରେ ଆପଣଙ୍କୁ ଶାନ୍ତି ଦିଏନି। ସେ କହେ ଆପଣ ଘରଠୁ ରିଟାଚ୍ ହେଇଯାଆନ୍ତୁ। ତ ଯେତେବେଳେ ଆପଣ ଘରଠୁ ଟିକେ ଦୂରକୁ ଯିବେ ହେରି, ତ ଦେଖିବେ ଆପଣଙ୍କୁ ଟିକେ ଅଟୋମେଟିକାଲି ମେଣ୍ଟାଲି ପିସ୍ ଆପଣଙ୍କୁ ମିଳିବା ଷ୍ଟାର୍ଟ ହେଇଯାଏ। ତା ସହିତ ଆପଣ ଦେଖନ୍ତୁ ଆଙ୍କ ଜାତକରେ ଲଗ୍ନାଧିପତି ଏକାଦଶ ଘରେ ଆଉ ଏକାଦଶାଧିପତି ଲଗ୍ନରେ, ତ ଇଏ ପଇସା ଆସ୍ପେକ୍ଟରୁ ବହୁତ ଭଲ ଅଛି। ଠିକ୍ ଅଛି। ତା ସହିତ ଆପଣ ଦେଖନ୍ତୁ ରାହୁ ବସିଛନ୍ତି ଦଶମ ଘରେ, ଇଏ ହେଉଛି ଗୋଟେ ବହୁତ ବଢ଼ିଆ କମ୍ବିନେସନ୍। କାହିଁକିନା ରାହୁ ଯଦି ଆପଣ ଦଶମ ଘରେ ବସିଥାଏ, ତାହେଲେ ସେ ଆପଣଙ୍କ କର୍ମକ୍ଷେତ୍ର ହିସାବରେ ବହୁତ ବଢ଼ିଆ। କାହିଁକିନା ଆପଣଙ୍କ ପୁରା ଫୋକସ୍ ଆପଣଙ୍କର ଜବ୍ ବା କର୍ମକ୍ଷେତ୍ରରେ ପଇସା ଉପରେ ଯାଏ ହେରି। କାହିଁକିନା ଯେଉଁ ଲୋକ ପଇସା ପାଇବା ପାଇଁ ଅଧିକ ଇନକମ୍ କରେ, ତେଣୁ ତା'ର ମାଇଣ୍ଡ ସେଟ୍ ମଧ୍ୟ ସେଇଭଳିଆ ହେବା ଦରକାର, ନହେଲେ ସେ କେମିତି କରିବ। ତେଣୁ ସେଇ କମ୍ବିନେସନ୍ ତାଙ୍କ ଜାତକରେ ମଧ୍ୟ ନିହାତି ଅଛି। କିନ୍ତୁ ଆଉ ଗୋଟେ ସବୁଠୁ ବଡ଼ ପ୍ରୋବ୍ଲେମ୍ ହେଉଛି କ'ଣ, ତାଙ୍କ ଜାତକରେ ଦେଖନ୍ତୁ ଶନି ଆସିକି ଅଷ୍ଟମ ଘରେ ବସିଛି। ତ ଶନି ଯେତେବେଳେ ବି ଅଷ୍ଟମ ଘରେ ବସିଯାଏ, ସେ କ'ଣ କରେ ଆପଣଙ୍କ ଲାଇଫ୍ରେ ପ୍ରୋବ୍ଲେମ୍ ଦେଇଦିଏ, ମାନେ ଆପଣଙ୍କ ପ୍ରୋବ୍ଲେମ୍ ସମସ୍ୟା ଆପଣଙ୍କ ପିଛା କେତେବେଳେ ଛାଡ଼େ ନାହିଁ। ତ କେଉଁଠି ନା କେଉଁଠି ଆପଣଙ୍କ ଲାଇଫ୍ରେ ସଦାବେଳେ ପ୍ରୋବ୍ଲେମ୍ ଲାଗି ରହିଛି, ପ୍ରୋବ୍ଲେମ୍ ସଲ୍ଭ ହିଁ ହେଉନାହିଁ।
ବର୍ତ୍ତମାନ ଆଙ୍କ ଜାତକରେ ବୃହସ୍ପତିର ମହାଦଶା ଚାଲିଛି। ଆଉ ଆଙ୍କ ଜାତକରେ ବୃହସ୍ପତି ମହାଦଶା ଭଲ ନୁହଁ। ଶୁକ୍ର ବୃଷଭ ଲଗ୍ନ ପାଇଁ ବୃହସ୍ପତି ସବୁଠୁ ଖରାପ। ତ ସେଥିପାଇଁ ବୃହସ୍ପତି ମହାଦଶାରେ ବର୍ତ୍ତମାନ ବୃହସ୍ପତି ମହାଦଶା ଆଙ୍କ ଜାତକରେ ଷ୍ଟାର୍ଟ ହେଲାଣି 2015 ପରଠୁ। ତ 2015 ପରଠୁ ଲାଇଫ୍ରେ କେଉଁଠି ନା କେଉଁଠି ବହୁତ ପ୍ରୋବ୍ଲେମ୍ ଡିଷ୍ଟର୍ବାନ୍ସ ଦେଖି ଚାଲିଛନ୍ତି। କିନ୍ତୁ ବୃହସ୍ପତି ମହାଦଶା 2031ରେ ସରିଯିବ। କିନ୍ତୁ ତାପରେ ଶନି ମହାଦଶା ଆସିବ, ସମ୍ଭାव କିଛି ରିଲିଫ୍ ମିଳିବ। କିନ୍ତୁ ଆଉ ଗୋଟେ ଜିନିଷ ଦେଖନ୍ତୁ, ଆଙ୍କ ଜାତକରେ ଶନି ଯିଏକି ସବୁଠୁ ଅଧିକ ପଜିଟିଭ୍ ଗ୍ରହ, ସିଏ ଆସିକି ବସିଛି ଅଷ୍ଟମ ଘରେ, ସିଏ ପୁଣି ନବମାଧିପତି ଦଶମାଧିପତି ହେଇକି। ତ ସବୁଠୁ ଗୋଟେ ବେଷ୍ଟ ଗ୍ରହ ଆସିକି ଖରାପ ଜାଗାରେ ବସିଯାଇଛି। ତ କେଉଁଠି ନା କେଉଁଠି ତାଙ୍କର ଭାଗ୍ୟ ତାଙ୍କୁ ଏତେ ସାଥ ଦିଏନି, ୟା ଫିର୍ କର୍ମକ୍ଷେତ୍ରରେ କେଉଁଠି ନା କେଉଁଠି ପ୍ରୋବ୍ଲେମ୍ ବହୁତ ଫେସ୍ କରନ୍ତି, ଯେଉଁଟାକି କେଉଁ ଆସ୍ପେକ୍ଟରୁ ନିହାତି ଖରାପ ସିଏ ମଧ୍ୟ। ତା ସହିତ ବୁଧ ମଧ୍ୟ ଦ୍ୱାଦଶ ଘରେ ବସିଛି, ତ ମିଛ କହିବା ବା କେଉଁଠି ଦରକାର ବେଳକୁ କହିକି କାମ ହାସଲ କରିବା ସେଇ ମଧ୍ୟ ଟେଣ୍ଡେନ୍ସି ସିଏ ଦେଇଥାଏ। ତା ସହିତ ବୁଧ ମଧ୍ୟ 12th ହାଉସ୍ରେ ବସିଛି, ତ ପଇସା ସେଭିଙ୍ଗସରେ ପ୍ରୋବ୍ଲେମ୍ ଆସିବ, ଇମୋସନ୍ ଲଭ୍ ଲାଇଫ୍ରେ ମଧ୍ୟ ଡିଷ୍ଟର୍ବାନ୍ସ, ୟା ଫିର୍ ସନ୍ତାନମାନଙ୍କୁ ନେଇକି ଟିକେ ଡିଷ୍ଟର୍ବାନ୍ସ ସେ ନିହାତି କ୍ରିଏଟ୍ କରାଇଦେବ। ତା ସହିତ ଜାତକ ବହୁତ ସୁନ୍ଦର ଅଛି, କିନ୍ତୁ ଗୋଟିଏ ମେନ୍ ପ୍ରୋବ୍ଲେମ୍ ହେଉଛି ଶନି ଅଷ୍ଟମରେ ବସିଅଛି। ତା ସହିତ ଯେତେବେଳେ ସେ କହିଲେ ଯେ ସାର୍ ମୁଁ ଫରେନ୍ ଯିବା ପାଇଁ ଚାହୁଁଛି, ତ ଆଙ୍କ ଜାତକରେ ବର୍ତ୍ତମାନ ଯେହେତୁ ବୃହସ୍ପତି ଚାଲିଛି, ବୃହସ୍ପତି ଯିଏକି ଏକାଦଶାଧିପତି ଆଉ ଅଷ୍ଟମାଧିପତି ଘରୁ ଆପଣ କେଉଁଠି ଫରେନ୍ ସେଟଲମେଣ୍ଟ ମଧ୍ୟ ଆପଣ ଦେଖିଥାନ୍ତି, ତ ନିହାତି ଚାନ୍ସେସ୍ ଅଛି ଫରେନ୍ ମଧ୍ୟ ଯାଇପାରିବେ। ତା ସହିତ କାହିଁକିନା ଚତୁର୍ଥାଧିପତି ଏକାଦଶ ଘରେ ବସିଛି, ସୋ ଦ୍ୟାଟ୍ ସେ ଆପଣଙ୍କୁ ଘରୁ ବାହାରକୁ ନେଇଯିବ। ତେଣୁ ଫରେନ୍ରେ ରହିବା ପାଇଁ ଚାନ୍ସେସ୍ ମଧ୍ୟ ବହୁତ ଭଲ ଅଛି, କିନ୍ତୁ ପଇସା ସେଭିଂ କଲା ବେଳକୁ ପ୍ରୋବ୍ଲେମ୍ ଆସିବ। ତାର ଯଦି ଆମେ ପ୍ରତିକାର ହିସାବରେ ଦେଖିବା, ତାହେଲେ ଟ୍ରାଏ ସେ କରିବା ଦରକାର ଯେ ନିଜ ପଇସା ନିଜ ନାଁରେ ନ ହେଉ ପଛେ ନିଜ ପତ୍ନୀଙ୍କ ନାଁରେ ମଧ୍ୟ ଯଦି ସେ ରଖିବେ, ତ ସମ୍ଭାବ କେଉଁଠି ନା କେଉଁଠି ବେଟର୍ ହେବ। ୟା ଫିର୍ ତାଙ୍କ ପତ୍ନୀଙ୍କୁ ପଇସାକୁ ଟିକେ ଗାଇଡ଼୍ କରିବାକୁ ପଡ଼ିବ, ନହେଲେ ପଇସା ସେଭିଂ କଲାବେଳକୁ ବହୁତ ପ୍ରୋବ୍ଲେମ୍ ଆସିବ ତାଙ୍କ ଜାତକରେ। ତ ଇଏ ଥିଲା ତାଙ୍କ ଜାତକର ପୁରା ଆନାଲିସିସ୍। ଯଦି ଆପଣଙ୍କ ନଜରରେ କିଛି ଅଛି ପଏଣ୍ଟ ଯଦି ଆପଣ କହିବା ପାଇଁ ଚାହୁଁଛନ୍ତି, ତାହେଲେ ନିହାତି କୁହନ୍ତୁ। ଆଉ ତା ସହିତ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଆଉ ତା ସହିତ ଆପଣଙ୍କ ସହିତ ଭେଟ ହେବ ଆଗାମୀ ଏକ ଅଧ୍ୟାୟରେ ଆଉ ଗୋଟେ ଜାତକ ସହିତ।